7 ବର୍ଷ ପୂର୍ବରୁ ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସେ ପୁଣି ଏମିତି ପ୍ରେମ ଯିଏ ଦେଖିବ କହିବ ପ୍ରେମ କରିବ ତ ଏମିତି। ଏତେ ଦିନର ପ୍ରେମ ସମ୍ପର୍କ ପରେ ଦୁହେଁ ପ୍ରେମୀ ଯୁଗଳ ବାହା ହେବା ପାଇଁ ନିଷ୍ପତ୍ତି ନେଲେ। ବାହାଘର ଦିନ ପାଖେଇ ଆସୁଥିଲା ଆଉ ହଠାତ୍ ପ୍ରେମିକର ଦେହ ଖରାପ ହେବାକୁ ଲାଗିଲା। ଡାକ୍ତରଖାନାରେ ଚେକ୍ କଲା ପରେ ଜଣାପଡ଼ିଲା ପ୍ରେମିକକୁ ବ୍ରେନ୍ କ୍ୟାନ୍ସର। ତଥାପି ହାର ମାନିନଥିଲା ପ୍ରେମିକା। ସବୁ ସତ ଜାଣିଲା ପରେ ବି ନିଜ ପ୍ରେମକୁ ଧୋକା ନ ଦେଇ ବାହା ହେବାକୁ ସ୍ଥିର କରିଥିଲା ପ୍ରେମିକା। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଡାକ୍ତର କହିଥିଲେ ବିବେକକୁ କ୍ୟାନ୍ସର, ଅତି ବେଶୀରେ ଆଉ 6 ମାସ। କିନ୍ତୁ ପ୍ରେମିକା ସୃଜାନା ଡାକ୍ତର କଥାକୁ ଖାତିର ନ କରି ନିଜ ପ୍ରେମ ପାଇଁ ନିଜ ପ୍ରେମିକା ବିବେକକୁ ବାହା ହେଇଥିଲେ। ଦର୍ଶକ ବନ୍ଧୁ, ସୃଜାନା ଓ ବିବେକଙ୍କ ପ୍ରେମ ଆରମ୍ଭ ହୋଇଥିଲା 7 ବର୍ଷ ପୂର୍ବରୁ। ସେ ପୁଣି ସୋସିଆଲ ମିଡ଼ିଆରୁ। ଫେସବୁକ୍ରୁ ଆରମ୍ଭ ହୋଇଥିବା ପ୍ରେମ ଯେ ଦିନେ ଏତେ ଗଭୀର ହେବ ଆଉ କେହି କାହାକୁ ଛାଡ଼ି ରହିପାରିବେନି ଏକଥା ହୁଏତ କାହାକୁ ଜଣା ନଥିଲା। ବିବେକ ଯେତିକି ହ୍ୟାଣ୍ଡସମ୍ ଥିଲା, ସୃଜାନା ବି ସେତିକି ସୁନ୍ଦରୀ ଥିଲା। ନିଜ ସ୍ମୃତି ସାଉଁଟିବା ପାଇଁ ଅନେକ ଜାଗା ସାଙ୍ଗ ହୋଇ ବୁଲିଛନ୍ତି, ଅନେକ ସମୟ ଘଣ୍ଟା ଘଣ୍ଟା ଗପିଛନ୍ତି। ହେଲେ ଏବେ ସମୟ ଆସିଯାଇଥିଲା ଉଭୟ ସାଂସାରିକ ଜୀବନରେ ବାନ୍ଧି ହେବାର। ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଯାଇଥିଲା। ରାତି ପାହିଲେ ବାହାଘର ହୋଇଥାନ୍ତା, କିନ୍ତୁ ଅଚାନକ ଜଣାପଡ଼ିଥିଲା ବିବେକକୁ ବ୍ରେନ୍ କ୍ୟାନ୍ସର। ତଥାପି ନିଜ ପ୍ରେମକୁ ପାଇବା ପାଇଁ ସୃଜାନା ବେଦୀ ଉପରେ ସାକ୍ଷୀ ରଖି 7 ଜଣଙ୍କ ପାଇଁ ସାଥୀ ହେବାକୁ କଥା ଦେଇ ବିବେକକୁ ନିଜର କରିଥିଲା। ବାହାଘର ପରେ ସୃଜାନା ବିବେକର ସବୁ ସେବା କରୁଥିଲା। ମନ ଭିତରେ ଥିବା ଦୁଃଖକୁ ଲୁଚେଇ ବିବେକ ପାଇଁ ହସୁଥିଲା, ଠିକ୍ ଯେମିତି ନୂଆ ନୂଆ ପ୍ରେମ କଲାବେଳେ ହସେ। ଏତେ ସବୁ କଲା ପରେ ବି ଭଗବାନ ସୃଜାନାଙ୍କ କଥା ଟିକିଏ ବି ଶୁଣିନଥିଲେ। ଶେଷରେ 7 ଜନ୍ମର ସାଥୀ ହେବାକୁ କଥା ଦେଇଥିବା ମନର ମଣିଷଟା 7 ମାସ ହିଁ ସାଥ ଦେଇପାରିଲାନି। ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲା। ଟିକେ ଦେଖିନିଅନ୍ତୁ ଏ ଦୃଶ୍ୟକୁ। ନିଜ ମନର ମଣିଷ ସ୍ୱାମୀ ବିବେକ ଗଲା ପରେ କେମିତି ଛାତି ପିଟି ପିଟି କାନ୍ଦୁଛି ସ୍ତ୍ରୀ ସୃଜାନା। ଭଗବାନଙ୍କ ଲୀଳା କେତେ ଅପାର। କିଏ ଏଠି ପ୍ରେମକୁ ଗୋଇଠା ମାରି ଚାଲିଯାଉଛି ତ କିଏ କାହାକୁ ଯେତେବେଳେ ପାରୁଛି ଧୋକା ଦେଇ ଚାଲିଯାଉଛି। ହେଲେ ଯେଉଁ ପବିତ୍ର ପ୍ରେମ ପାଇଁ ଦୁହେଁ ଏକାଠି ହୋଇଥିଲେ, ଭଗବାନ କେମିତି ଏ ପ୍ରେମୀ ଯୁଗଳକୁ ଅଲଗା କରିଦେଇଛନ୍ତି। ଆଜିକାଲି ଦୁନିଆରେ ଭଲ ପାଉଥିବା ସବୁ ପୁଅ ଝିଅମାନେ ଥରେ ଦେଖିନିଅ ଏ ପ୍ରେମୀ ଯୁଗଳଙ୍କ ପ୍ରେମକୁ। ହୁଏତ ଧୋକା ଦେବା ପୂର୍ବରୁ ଏମାନଙ୍କ କଥା ଟିକେ ତ ମନେ ପକାଇବ। ଏମିତିକା ପ୍ରେମକୁ ଆପଣଙ୍କ ମତରେ କ'ଣ କହିବେ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।